ଭାରତର ଯୋଗ ପୁରା ବିଶ୍ୱକୁ ରଖୁଛି ନିରୋଗ। ଯୋଗ 5000 ବର୍ଷ ପୁରୁଣା ଭାରତୀୟ ପଦ୍ଧତି। ଭଗବାନ ଶିବ ପ୍ରଥମେ ଯୋଗଗୁରୁ ବୋଲି ରହିଛି ମାନ୍ୟତା। ସେଥିପାଇଁ ଭଗବାନ ଶଙ୍କରଙ୍କୁ ଆଦି ଯୋଗୀ ମଧ୍ୟ କୁହାଯାଏ। ମାନବ ସମାଜକୁ ସୁସ୍ଥ ନିରୋଗ ରଖିବାକୁ ପ୍ରାଚୀନ କାଳରୁ ଭାରତୀୟ ମୁନି ଋଷିଙ୍କ ଦ୍ୱାରା ପ୍ରଚଳିତ ରହିଆସିଛି ଯୋଗ ପରମ୍ପରା। 2014ରେ ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ଯୋଗ ବିଜ୍ଞାନକୁ ସାରା ବିଶ୍ୱକୁ ବାଣ୍ଟି ବସୁଧୈବ କୁଟୁମ୍ବକମ୍ର ବାର୍ତ୍ତା ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ମାର୍ଗଦର୍ଶନରେ 11 ଡିସେମ୍ବର 2014ରେ ମିଳିତ ଜାତିସଂଘ ସାଧାରଣ ସଭାରେ ଜାତିସଂଘରେ ଭାରତୀୟ ସ୍ଥାୟୀ ପ୍ରତିନିଧିଙ୍କ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସ ପ୍ରସ୍ତାବ ଆଗତ କରାଯାଇଥିଲା। ବିଶ୍ୱର 177 ଦେଶରେ ରେକର୍ଡ ସମର୍ଥନ ସହ ପ୍ରସ୍ତାବକୁ ମିଳିଥିଲା ଐତିହାସିକ ମଞ୍ଜୁରୀ। 2015 ଜୁନ୍ 21ରେ ନୂଆଦିଲ୍ଲୀରେ ପ୍ରଥମ ଥର ପାଇଁ ପାଳିତ ହୋଇଥିଲା ଆନ୍ତର୍ଜାତିକ ଯୋଗ ଦିବସ। ପ୍ରତିଦିନ ଯୋଗ କରିବା ଦ୍ୱାରା ଶରୀର ଏବଂ ମନ ସୁସ୍ଥ ରୁହେ। ଅନେକ ରୋଗବ୍ୟାଧି ମଧ୍ୟ ଦୂର ହୋଇଥାଏ। ସେଥିପାଇଁ ଡାକ୍ତର ଯୋଗ କରିବାକୁ ପରାମର୍ଶ ଦେଇଥାନ୍ତି। ଯୋଗ ହେଉଛି ଭାରତର ଏକ ପ୍ରାଚୀନ ସଂସ୍କୃତି। ଯୋଗ ହିଁ ଏକମାତ୍ର ମାଧ୍ୟମ ଯାହାଦ୍ୱାରା ମନକୁ ଶାନ୍ତ କରିଦେଇଥାଏ।